ଜଣେ ଧନୀ ଲୋକ ଭିକାରୀକୁ ତୁଚ୍ଛ ନ ଭାବି ତାର ଆତ୍ମସମ୍ମାନ ଫେରାଇ ଆଣିଲା। ଆଉ ଏହି କାରଣରୁ ଭିକାରୀଟି ମଧ୍ୟ ଧନୀ ହୋଇପାରିଲା। ଏ ଗପଟି ଶୁଣିବା ପୂର୍ବରୁ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଜଣେ ଭିକାରୀ ଷ୍ଟେସନରେ ପେନସିଲ ଭର୍ତ୍ତି ପାତ୍ର ଧରି ବସିଥିଲା। ଜଣେ ଯୁବ ବ୍ୟବସାୟୀ ସେହି ବାଟ ଦେଇ ଗଲେ ଏବଂ ପାତ୍ରରେ 50 ଟଙ୍କା ରଖିଲେ, କିନ୍ତୁ ସେ କୌଣସି ପେନସିଲ ନେଲେ ନାହିଁ। ତାପରେ ସେ ଟ୍ରେନରେ ଚଢ଼ିଲେ। ଯେତେବେଳେ କମ୍ପାର୍ଟମେଣ୍ଟର ଦ୍ୱାର ବନ୍ଦ ହେବାକୁ ଯାଉଥିଲା, ବ୍ୟବସାୟୀ ଜଣକ ହଠାତ୍ ଟ୍ରେନରୁ ଓହ୍ଲାଇ ଭିକାରୀଙ୍କ ପାଖକୁ ଫେରି ଆସିଲେ। କିଛି ପେନସିଲ ଉଠାଇ କହିଲେ, ମୁଁ କିଛି ପେନସିଲ ନେବି। ଏହି ପେନସିଲ ଗୁଡ଼ିକର ମୂଲ୍ୟ ଅଛି। ଯାହା ହେଲେ ବି ତୁମେ ଜଣେ ବ୍ୟବସାୟୀ, ଆଉ ମୁଁ ବି। ତାପରେ ଯୁବକ ଜଣକ ଶୀଘ୍ର ଟ୍ରେନରେ ଚଢ଼ିଗଲେ। କିଛି ବର୍ଷ ପରେ ବ୍ୟବସାୟୀ ଜଣକ ଏକ ପାର୍ଟିକୁ ଗଲେ। ଭିକାରୀ ମଧ୍ୟ ସେଠାରେ ଥିଲା। ଭିକାରୀ ଜଣକ ବ୍ୟବସାୟୀଙ୍କୁ ଦେଖିବା ମାତ୍ରେ ଚିହ୍ନି ପାରିଲା। ସେ ତାଙ୍କ ପାଖକୁ ଯାଇ କହିଲା, ତୁମେ ମୋତେ ଚିହ୍ନି ପାରିବ ନାହିଁ, କିନ୍ତୁ ମୁଁ ତୁମକୁ ଚିହ୍ନି ପାରୁଛି। ତାପରେ ସେ ତା ସହିତ ଘଟିଥିବା ଘଟଣା ବର୍ଣ୍ଣନା କଲା। ବ୍ୟବସାୟୀ ଜଣକ କହିଲେ, ଏବେ ତୁମେ ମୋତେ ମନେ ପକାଇବା ପରେ ମୋର ଯାହା ମନେ ପଡ଼ୁଛି, ତୁମେ ଭିକ୍ଷା ମାଗୁଥିଲ, କିନ୍ତୁ ତୁମେ ଏଠାରେ ସୁଟ୍ ଏବଂ ଟାଇ ପିନ୍ଧି କ'ଣ କରୁଛ? ଭିକାରୀ ଉତ୍ତର ଦେଲା, ତୁମେ ହୁଏତ ଜାଣିନାହଁ ଯେ ତୁମେ ସେଦିନ ମୋ ପାଇଁ କ'ଣ କରିଥିଲ। ମୋ ପ୍ରତି ଦୟା କରିବା ପରିବର୍ତ୍ତେ ତୁମେ ମୋ ସହିତ ସମ୍ମାନର ସହିତ ବ୍ୟବହାର କଲ। ତୁମେ ପାତ୍ରରୁ ଏକ ପେନସିଲ ଉଠାଇ କହିଲ, ଏଗୁଡ଼ିକର ଏକ ମୂଲ୍ୟ ଅଛି। ସର୍ବଶେଷରେ ତୁମେ ଜଣେ ବ୍ୟବସାୟୀ ଏବଂ ମୁଁ ମଧ୍ୟ। ତୁମେ ଯିବା ପରେ ମୁଁ ବହୁତ ଭାବିଲି, ମୁଁ ଏଠାରେ କ'ଣ କରୁଛି? ମୁଁ କାହିଁକି ଭିକ୍ଷା ମାଗୁଛି? ମୁଁ ମୋ ଜୀବନକୁ ଉନ୍ନତ କରିବା ପାଇଁ କିଛି ଭଲ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ମୋର ବ୍ୟାଗ୍ ଉଠାଇଲି ଏବଂ ପେନସିଲ ବିକ୍ରୟ କରିବା ଆରମ୍ଭ କଲି। ତାପରେ ଧୀରେ ଧୀରେ ମୋର ବ୍ୟବସାୟ ବଢ଼ିଲା। ମୁଁ ନୋଟବୁକ୍, ପୁସ୍ତକ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ବିକ୍ରି କରିବା ଆରମ୍ଭ କଲି। ଏବଂ ଆଜି ମୁଁ ସମଗ୍ର ସହରରେ ଏହି ଜିନିଷ ଗୁଡ଼ିକର ସବୁଠାରୁ ବଡ଼ ହୋଲସେଲର। ମୋର ସମ୍ମାନ ଫେରାଇ ଆଣିବା ପାଇଁ ମୁଁ ତୁମକୁ ହୃଦୟରେ ଗଭୀରତାରୁ ଧନ୍ୟବାଦ ଦେଉଛି, କାରଣ ସେହି ଘଟଣା ମୋ ଜୀବନକୁ ବଦଳାଇ ଦେଇଥିଲା। ସାଙ୍ଗମାନେ, ତୁମେ ନିଜ ବିଷୟରେ କ'ଣ ଭାବୁଛ? ତୁମେ ନିଜ ବିଷୟରେ କ'ଣ ମତାମତ ପ୍ରକାଶ କର? ତୁମେ କ'ଣ ନିଜକୁ ଭଲ ଭାବରେ ବୁଝ? ଏସବୁ ଜିନିଷକୁ ଆମେ ପରୋକ୍ଷ ଭାବରେ ଆତ୍ମସମ୍ମାନ ବୋଲି କହିଥାଉ। ଅନ୍ୟ ଲୋକମାନେ ଆମ ବିଷୟରେ କ'ଣ ଭାବନ୍ତି ତାହା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିମ୍ବା କହିବାକୁ ଗଲେ ଏହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ତୁମେ ନିଜ ବିଷୟରେ କ'ଣ ମତାମତ ପ୍ରକାଶ କର, ତୁମେ କ'ଣ ଭାବ, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗୋଟିଏ କଥା ନିଶ୍ଚିତ, ଆମେ ନିଜ ବିଷୟରେ ଯାହା ବି ଭାବୁ, ଆମେ ଜାଗ୍ରତ ଭାବରେ କିମ୍ବା ଅଚେତନ ଭାବରେ ଅନ୍ୟମାନଙ୍କୁ ତାହା ଅନୁଭବ କରାଉ। ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି କାରଣରୁ ଅନ୍ୟମାନେ ଆମ ସହିତ ସମାନ ବ୍ୟବହାର କରନ୍ତି। ମନେ ରଖନ୍ତୁ, ଆତ୍ମସମ୍ମାନ ହେଉଛି ଯାହା ଆମକୁ ପ୍ରେରଣା ଦିଏ। କିନ୍ତୁ ଏହା ଅତ୍ୟନ୍ତ ଜରୁରୀ ଯେ ଆମେ ନିଜ ବିଷୟରେ ଏକ ସକାରାତ୍ମକ ମତ ଆମେ ନିଜ ବିଷୟରେ ଏକ ସକାରାତ୍ମକ ତେଣୁ ଏହା ଅତ୍ୟନ୍ତ ଜରୁରୀ ଯେ ଆମେ ନିଜ ବିଷୟରେ ଏକ ପଜିଟିଭ୍ ଚିନ୍ତାଧାରା ବିକଶିତ କରିବା ଏବଂ ଆତ୍ମସମ୍ମାନରେ ଏଣୁ ଏହା ଅତ୍ୟନ୍ତ ଜରୁରୀ ଯେ ଆମେ ନିଜ ବିଷୟରେ ଏକ ପଜିଟିଭ୍ ଚିନ୍ତାଧାରା ବିକଶିତ କରିବା ଏବଂ ଆତ୍ମସମ୍ମାନରେ ପରିପୂର୍ଣ୍ଣ ଜୀବନ ବଞ୍ଚିବା। ସାଙ୍ଗମାନେ, ଗପଟି ଯଦି ଭଲ ଲାଗିଲା ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।